ସକାଳୁ ଉଠିକି ବ୍ରସ୍ ଫ୍ରସ୍ କରିକି ଖାଇବା ପିଇବା ସରିଲାଣି। ଏବେ ଯାଉ ଟିକେ ତଳକୁ ମେସିନ୍ କତିକି ଯାଉଛି। 2-3 ଦିନ ମେସିନ୍ ପାଖକୁ ଯାଇନି, ଦେଖିବା ଟିକେ କ'ଣ ଅବସ୍ଥା ଅଛି କମ୍ପାନୀ ଭିତରେ, ବୁଲାବୁଲି କରି ଟିକେ ଆସିବା ଆଉ। ଚାଲୁ ଯିବା ଟିକେ କମ୍ପାନୀ ଭିତରେ ବୁଲିକି ଆସିବା, କ'ଣ ଅବସ୍ଥା ଅଛି କି ନାହିଁ। କ'ଣ ଉଠିନ କି ମାଛ? ହଁ କ'ଣ କରୁଛୁ? ଶୋଇକି ରହିଛନ୍ତି। ଅଙ୍ଗନବାଡ଼ି ଯିବା କଥା କହିଲା କ'ଣ ଉଠି ପଡ଼ୁଛି? ଅଙ୍ଗନବାଡ଼ି ଯିବାକୁ କହୁଛି ଉଠି ପଡ଼ୁଛି। ଆଉ କ'ଣ ଅଙ୍ଗନବାଡ଼ି ଯିବୁ ଅଙ୍ଗନବାଡ଼ି ଯିବ ନା ଅଙ୍ଗନବାଡ଼ି ଯିବୁ? ହଁ ସିଏ ଆଉ ମା ବୁଲି ଆଉ ଯିବ ବୋଲି ଆଉ ସେଇଥିପାଇଁ ଉଠି ପଡ଼ିଲା। ବୁଝାବୁଝି କରି 3 ବର୍ଷ ହେଇଛି। ଆଗ ଯାଉ ଟିକେ ବୁଝାବୁଝି କରିକି ଆସିବା ଦିଦି ଆଉ ନା ତ ରେଜିଷ୍ଟର ଆମର ଉଠୁନି, ସେମିତି ଆସିକି ପଢ଼ିକି ଗଲେ ହବ, ପଚାରିକି ଟିକେ ଆସିବୁ। ସେମାନେ କହୁଛି ଆମ ପୁଅକୁ 3 ବର୍ଷ ହେଲାଣି ଅଙ୍ଗନବାଡ଼ି ପଠେଇବାକୁ, ଦିଦିଙ୍କ ସହିତ ଯୋଉ କଥାବାର୍ତ୍ତା କରିକି ଆସିବ ପଠେଇବା। ଆଉ ବର୍ଷ କ'ଣ ଯାଉ ତାର ପଠେଇବା। ଛାଡ଼ ଯିବା ଏବେ ତଳକୁ, କ'ଣ କାମ ଅଛି ଦେଖିବା। କବାଟ ଦେଇକି ଶୋଇଛୁ, ଉଠିକି ଆସିକି କବାଟ ଦେଇପାରୁନୁ। ଆମେ ଉଠିଲୁଣି କେତେବେଳେ? ଶିବାନୀ ଗାଧୁଆ ତ କରିସାରିଲାଣି। ଆମ ମିକୁଟା ଚାହିଁଛୁ ଏ ଯେଉଁ କ୍ଷୀର ଖାଉ ତ, ସେଥିପାଇଁ ସେ ଶୋଇକି ରହିଛି। ଶିବାନୀ ସେ ଉଠିଲେ ସେମାନେ ତାର ଭାଜିବ, ମୁଁ ମୋର ପଖାଳ ଖାଇ ତାପରେ କାମ ଅଛି ଟିକେ କାମ କରିବା ଆଉ। ଯିବା ଟିକେ ଯିବା ତଳକୁ, ଯିବା ବୁଲାବୁଲି କରିକି ଆସିବା ଟିକେ କମ୍ପାନୀ ଭିତରେ। ସେଇଠୁ ଆସୁ ଆସୁ ଗାଡ଼ି ଚାର୍ଜରଟା ହାତରେ ପଡ଼ିଲା, ଗାଡ଼ି ଚାର୍ଜଟା ବସେଇଦେବା। କାହିଁକିନା ଯିବାଯିବି ହେଉଛି ନା, ଚାର୍ଜ ଥିବନି, ମାଲିକ ଶୋଇଛନ୍ତି, ସିଏ ତ ଚାର୍ଜ ବସେଇ ପାରିବେନି। ଆଉ ମୁଁ ଆସିଥିଲି ତଳକୁ ସେଇଠିରେ ଦେଖିଲି ଚାର୍ଜରଟା ଥିଲା। ଏଇ ଗାଡ଼ି ଆମର ଦୁଇଟାରୁ ଗୋଟେ ତାଙ୍କ ଭଉଣୀ ନେଇଯାଇଛି ନା, ଗୋଟେ ଗାଡ଼ି ଏଠି ଅଛି। ତାଙ୍କ ଗାଡ଼ି ଚାର୍ଜର ଖରାପ ହେଇଯାଇଛି, ଏଇଟା ଆମ ଗାଡ଼ିର ଚାର୍ଜର। ଏ ଗୋଟେ ଚାର୍ଜର 2ଟା ଗାଡ଼ିରେ ବସୁଛି ଆଉ। ବସେଇଦେବା, ଚାର୍ଜ ବସେଇ ଦେଇକି ଯିବା ଭିତରୁ, କମ୍ପାନୀ ଭିତରୁ। ରେଡ଼ି ହେଲା, ପ୍ଲଗ୍ଟା ଲଗେଇଦେବା, ଚାର୍ଜ ନେବ ଏଠି। এটা গ্রিন ହେଇଗଲେ ଚାର୍ଜ ହେଇଗଲା, ସେ ଆପେ ବନ୍ଦ ହେଇଯିବ। ଫୁଲ୍ ଚାର୍ଜ ହେଲେ ଆପେ ବନ୍ଦ ହେଇଯିବ ଗାଡ଼ି। ସେ କମ୍ପାନୀ ଭିତରେ ଟିକେ ବୁଲିକି ଆସିବା। କମ୍ପାନୀ ହାଲତ ପୁରା ବେହାଲ ହେଇଯାଇଛି। କମ୍ପାନୀ 2-3 ଦିନ ହେଲା ଭିତରକୁ ଆସୁଛି ନାହିଁ, ପୁରା ଅଳିଆ ଭଳିଆ ହେଇଯାଇଛି, ଅବସ୍ଥା ଖରାପ। ମଇଦା ଆଣିଥିଲି 3ଟା ପଡ଼ିଛି, ଜରି ଆଣିଥିଲି ପଡ଼ିଛି, ଜରି ଫରି ଗୁଡ଼ା ହେଇଛି ମେସିନ୍ ସବୁ। 2 ଦିନ ହେଲା ମୁଁ ଆସିନି ଭିତରକୁ ନା, ମିସ୍ତ୍ରୀ ଆସି କହୁଛି ବାଗେଇବାକୁ, ମୁଁ ସେଥିପାଇଁ ମିସ୍ତ୍ରୀ ଆସୁନି, ମୁଁ ଏବେ ଆସୁନାହିଁ। ଆଜି ଆଇଛି, ଏତେବେଳେ ମେସିନ୍ଟା ବାଗେଇ ହେଲାନି, ରହିଲାନି 6-7 ଦିନ ହେଲା ରହିଲାନି ପଡ଼ିକି। ଦେଖିବା ତ ଖୋଲାଖୋଲି ପଡ଼ିଛି। ଆଜି ମିସ୍ତ୍ରୀ ଆସିବ ବୋଲି କହୁଥିଲା, ଦେଖିବା ଆସିବ କ'ଣ, ନହେଲେ ପଡ଼ିକି ରହିବ ଆଉ। ଟିକେ ଯିବା ସିଆଡ଼େ ବୁଲିକି ଆସିବା ଭିତରେ। ଏଠି ବର୍ଷା ହେଇ କାନ୍ଥରୁ ପାଣି ବୋହିକି ଓଦା ହେଇଯାଇଛି ସବୁ। ଓଦା ହେଇଯାଇଥିବାରୁ ଏଇଟା ଦୁଆର ମୁହଁଟା କମ୍ପାନୀ ଭିତରେ ଯିବାକୁ ପୁରା ଓଦା ହେଇଯାଇଛି। ଏଠି ଲାଇଟ୍ ନାହିଁ, ଗୋଟେ କଟିଯାଇଛି ଲାଇଟ୍। ଏଠି ସାଇଡ଼୍ ଗୁଡ଼ାକ ଓଦା ହେଇଯାଇଛି ପାଣି ଗଳିକି, ବର୍ଷା ହେଉଛି ଆଉ ଓଦା ହେବ। ଏଠି ସଫାସୁତୁରା ଅଛି, ୟା ଭିତରେ କିଛି ବେଶୀ ଅସନା ନାହିଁ, କାହିଁକିନା ଏଟା ଟାଇଲ୍ ଫାଇଲ୍ ପଡ଼ିଛି, ସବୁବେଳେ ସଫାସୁତୁରା ରହୁଛି ଏଠି। ଏଠି କିଛି ଅସନା ନାହିଁ। ସେଗୁଡ଼ାକ ବାହାର ଗୁଡ଼ାକ ଟିକେ ଅସନା ହେଇଯାଇଛି ଆଉ ସବୁ ଠିକ୍ ଠାକ୍ ଅଛି। ଏସବୁ ଠିକ୍ ଠାକ୍ ଅଛି। କାମ ହେଲେ ସବୁ ସଫା ହେବ, ଝାଡ଼ୁ ପାଣି ପରେ ସଫା କରାଯିବ ଆଉ। ଛାଡ଼। ଆଉ ଏଠି ଚାଉମିନ୍ ଅଛି, ୱେଷ୍ଟ ଚାଉମିନ୍ ଗୁଡ଼ାକ ବଡ଼ ବଡ଼ ଚାଉମିନ୍ ଗୁଡ଼ାକ ଅଛି। କିନ୍ତୁ ଏଗୁଡ଼ା କେଉଁ କାମ ଲାଗିବନି, ଏଗୁଡ଼ାକ ଯେଉଁମାନେ ମାଛ ଚାଷ କରୁଛନ୍ତି ପୋଖରୀ, ସେମାନଙ୍କୁ ଏଗୁଡ଼ାକ ଦିଆହେଇଯିବ। ତାଙ୍କୁ ଏଗୁଡ଼ା ବିକ୍ରି ହେଇଯାଉଛି, କିଲୋ ହିସାବରେ ବିକ୍ରି ହେଇଯାଉଛି, ଏଗୁଡ଼ା ଦିଆହେଇଯିବ। ଏପଟେ ତ କିଛି କାମ ହେଇନି, ଏଇଟା କାମ ହେଇଥିଲା ନୂଆ ହେବା ପାଇଁ କମ୍ପାନୀ, ଏଗୁଡ଼ା କିଛି ହେଇନି କାମ। ଏସବୁ ଅଳିଆ ଆମର ପଡ଼ିଛି, ସଫାସୁତୁରା କରି ପ୍ଲାଷ୍ଟର ଟାଇଲ୍ ଫାଇଲ୍ ପଡ଼ିଲେ ଯାଇ କାମ ହେବ।
ଆଚ୍ଛା ସବୁ ଠିକ୍ ଠାକ୍ ଅଛି ପଳେଇ ଚାଲ ଯିବା ଏବେ ଦେଖିଲି ସବୁ ଚାଲ ଯିବା ସେ ବାହାରକୁ ଯିବା ବାହାରେ ଦେଖିବା କ'ଣ ସବୁ ଅବସ୍ଥା କେମିତି କ'ଣ ଅଛି ଆଉ ନାହିଁ ଚାହୁଁନି ଦୁଇଟା ଅବସ୍ଥା ପଡ଼ିଛି କାମ 10-12 ଦିନ ହେଲା ବନ୍ଦ ହେଇକି ରହିଛି ଆଉ ଛାଡ଼ ଯେଉଁଦିନ କାମ ହେବ ସେଦିନ ଗୋଟେ ସଫା କରିବାକୁ ପଡ଼ିବ ସବୁ ସଫା କରି କାମ ଆରମ୍ଭ ହେବ ଏବେ ପଳେଇ ବାବା ଚାଲ ଉପରକୁ ଯିବା ଏବେ ବିସ୍କୁଟ କିଣିବି କହୁଛି ବିସ୍କୁଟ କିଣିବି ରାଗିଛି ଟିକେ ଟିକେ ହେତିକି ବେଳୁ ଟିକେ ଟିକେ ବିସ୍କୁଟ ଖାଇବୁ ବୋଲି ରାଗିଛୁ ରାଗିଛି ହେତିକି ବେଳୁ ଟିକେ ଟିକେ ମୁଁ ତାକୁ ବୁଝେଇ ବାଝେଇକି ନେଇକି ବ୍ରଶ କରୁଥିଲି ତା ତ ହାପି ବିସ୍କୁଟ ଥିଲା ସିଏ ଖାଇଥାନ୍ତା ତୁ କାହିଁ ଖାଇଦେଲୁ ବଟର ତୁ ଖାଇଲୁନି ବଟର ଥୁଆ ହେଇଛି ଖାଇବେନି ମତେ ଭଲ ଲାଗେ ସିଏ ବଟର ଖାଉନି ହାପି ଖାଉଛି ହାପି ବିସ୍କୁଟ ଇଏ ଖାଇଦେଇଛି ମତେ ବଟର ଭଲ ଲାଗେନି ମତେ ହାପି ବିସ୍କୁଟ ଭଲ ଲାଗେ ତମେ ଅଧିକା ଆଣିଲନି ହାପି ବିସ୍କୁଟ ଭଲ ଲାଗେ ରାକ୍ଷସ ଖାଇଦେଲୁ ସେ କାନ୍ଦୁଛି ଏବେ ଦେଖିଲୁ ନାଇଁ ସେ ସେଇଟା କାନ୍ଦୁନି ସେ ହେଇଠି ଠିଆ ହେଇକି ସେତିକି ବେଳୁ ଜିଦି କରୁଛି କହୁଛି ପଇସା ଦେ ମୁଁ ବିସ୍କୁଟ କିଣିବି ବଡ଼ ପିଲା ଭଳିଆ କହୁଛି ପଇସା ଦେ ମୁଁ ବିସ୍କୁଟ କିଣିବି କହୁଛି ବିସ୍କୁଟ ଆଣିବୁ ଦୋକାନ ଯିବା ଆଣିବା ଦୋକାନ ଯିବା ହଁ ଯିବା ଦୋକାନ ପକେଟ୍ ଆଣୁଛୁ ପକେଟ୍ କାହିଁକି ଆଣୁଛୁ ଦେଖିଆ ଦେଖ ଉକୁଣି ହେଇଥିଲୁ ରାଗିକି ଯାଉନଥିଲୁ ଏ ବିକୁ ଦେଖି ଦେଖି ଉକୁଣି ରହ ଦେବି ପଇସା ଦେବି ହାପି ବିସ୍କୁଟ ଆଣିଆ ହଉ ଦେବି ଦେଖି ମୁଣ୍ଡ ଧୋଇଲୁ ଦେବି ପଇସା ଦେଲୁ ଦିଟା ଗଜିଲୁ ଗଜି ଧାର ଖାଲି ଉକୁଣି ହେଉ ତା ମୁଣ୍ଡର ରହ କାଢିଦେବି ରହ ଛାତା କିଛି କାନ୍ଦୁଛି ଭଲ ହେଇଛି ମାଡ଼ ନିଜେ ବାଡ଼େଇଲା ମୁଣ୍ଡ ମୋର କଣ ହେଇଗଲା ବାଡ଼େଇଗଲା ଭଲ ହେଇଛି ଦେଖା କହୁଛି ଭଲରେ ଦେଖଉନୁ ଭଲ ହେଇଛି ମାଡ଼ ହେଇଯାଇଛି ରୋଷେଇ କରୁନୁ ଖାଇ ପଖାଳ କୋଉଦିନ କରିବୁ ବାହାର ରାଗ ଦେଖାଉଛୁ ମାଇଲା ଯାଉ ଆସିବୁନୁ ମୋ ପାଖକୁ ଯା ପଳା ବାହାର ରାଗ ଦେଖାଉଛୁ କନ୍ଦା ନାଥ କରିଦେବୁ ଆସିବୁନୁ ମୋ ପାଖକୁ ଡାକିଲେ ଆସିବୁନୁ ପଳା ତୋ ଯା ତ କାମ କରିବୁ ମା ତା କନ୍ଦା ନା ଚାଲିଗଲା କନ୍ଦେଇବାକୁ ଏଠି ତା ବିସ୍କୁଟ ଖାଇଦେଇକି ଚାଲି ଆସିଛି ଏଠି ତାକୁ ତାହା ଲାଗୁଛି ବିସ୍କୁଟ ଖାଇଦେଇଛି ହଁ ହଁ ଯିବା ଆମେ ଦୋକାନ ନେଇକି ଆସିବା ତାକୁ କାଲି ରାତିରେ ଦେଇନଥିଲି ତତେ ଗିନା ଧୋଇକି କୋଉଠି ରଖିଲୁ ଚାମଚ ଗିନା କାଇଁ କାଲି ଆଣି ରଖିଲା ଚାଉନି ଯେ ଟ୍ରେରେ ଅଛି ବା କୋଉଠି ସକାଳେ ଦେଖିଥିଲି ସେ ଯେଉଁ ବାସନ ଟ୍ରେରେ ଅଛି ଆଉ ଦେଖିବାଲୁ ଚାମ ଗିନା କେଉଁ ରଖିଲୁ ତୁ ଖାଇବୁ ହାମ ଖାଇବୁ ନା ନେଇକି ଦେଖିଛୁ ନା ଖାଇବୁ କ'ଣ ନେଇଛୁ ଆଣିକି ରଖିଛି ଠିକ ଜାଗାରେ ଠିକ ଜାଗାରେ ରଖି ମୁଁ ଦେଖିଥିଲି ସକାଳେ ଏଇଠି ମୁଁ ରଖେନି ମୁଁ ସବୁବେଳେ ତା ଗିନା ଏଇଠି ରଖେ କିଏ ଜାଣିଛି ସେ ଆଣିକି ରଖିଛି ଏ ଭିତରେ କିଏ ଜାଣିଛି ସିଏ ଭାବୁଛି ବାସନ ଏଇଠି ରହୁଛି ରଖିଦେଇଛି ତାକୁ ଖୁଆଇ ଦିଏ ତାପରେ ତମ ପାଇଁ କରିଦେବି କ'ଣ ବିସ୍କୁଟ ନା ଏଇଟା ଖାଇବୁ ବଟର ଖାଇବୁ ବଟର ଖାଇଲି ଦେଖିଆ ଯାହା ମୁଁ ନେଇ ଆସିବି ସନ୍ଧ୍ୟାବେଳେ ତାର ହାପି ବିସ୍କୁଟ ଦରକାର ଆଉ ଖାଇଦେଇଛି ଆଉ ମୁଁ ତାର କାହିଁକି ଖାଇବି ମୁଁ ମୋର ଦାନ୍ତ ଘଷିକି ଆସିଲି ମୁଁ ମୋର ଖାଇଲି ତାର କାହିଁକି ଖାଇବି ଏଇନା କ'ଣ ତାର ବୋଲି ନା ଲେଖା ହେଇଥିଲା ତୁ ତ ଛୋଟ ପିଲା ହେଇଯାଉଛି ତମେ ଅଧିକା ଆଣିଲନି ଇଏ ଗୋଟେ ଆମର ଛୋଟ ପିଲା ହେଇଯାଉଛି ଛୋଟ ପିଲା ବିସ୍କୁଟ ଗୁଡ଼ା ସବୁ ଖାଇଦେଇଛି ତାର ଆମେ ହାପି ବିସ୍କୁଟ ବଟର ବିସ୍କୁଟ ସବୁ ଛୋଟ ଛୁଆ ବିସ୍କୁଟ ସମସ୍ତେ ତ ଖାଇବେ ହଁ ତ ଖାଇବା ବଟରଟା ତୁ ଖାଇଲୁ ତାକୁ ହାପିଟା ଦେଇଦେଲୁ ତୁ ଟୋଟାଲ ଦୁଇଟା ଥିଲା ତାକୁ ଏଇଟା ବାପା ଆଣିଦେବେ ରାତିରେ ବାପା ରାତିରେ ଗଲେ ସନ୍ଧ୍ୟା ବେଳକୁ ଆଣିଦେବେ ନହେଲେ ନା ଖାଇଦେ ଗଲେ ମୁଁ ଆଣିଦେବି ବାପା ଆଣିଦେବେ ସେ ରାକ୍ଷସ ତମ ମା ଗୋଟେ ରାକ୍ଷସଟେ ଖାଇଦେଇଛି ତମେ ଆଣିପାରିବନି କହୁନ କାହିଁକି ଆଣିପାରିବ ମିକୁ ଖାଇବ ଖାଇସାରୁ ତାର ମୋ ଖାଇବା ବ୍ୟବସ୍ଥାଟା ହବ ଆଉ ଚୁଲା ଲାଗିନି ଗୋଟେ ପ୍ୟାକେଟ ଆଣିବ ହଁ ହାପି ବିସ୍କୁଟ ଆମେ ମା ପୁଅ ଖାଇବୁ ତମେ ତ ବଟର ଖାଉଛ ହଉ ପଇସା ମିଳୁ ସକାଳୁ ଖିଆ ହେଇନି ମୁଢ଼ି ଖିଆ ହେଇତ ଦେଖିବା ସେବା ରୋଷେଇ କଲା କି ନାହିଁ ଖାଇବା ଭୋକ କଲାନି ପଖାଳ ଦିଟା ନ ଖାଇଲେ ଯେଉଁଟା ଭଲ ଲାଗୁନାହିଁ ପଖାଳ ଖିଆ ଲୋକ ନା ଆମେ ପଖାଳ ନ ଖାଇଲା ବେଳେ ଆମକୁ ଭଲ ଲାଗିବନି କ'ଣ ପାଇଁ କାନ୍ଦୁ ହଁ ମୋବାଇଲ ଦେଖୁଥିଲା ତାକୁ ଉଠେଇ ଆଣି ସେଇଟା ଆଜି ବୁଧବାର ଅଣ୍ଡା ଆମଲେଟ୍ କରୁଛି କହି ନାହିଁ ଯାଇଛି ମିସ୍ତ୍ରୀ ପାଖରେ ଖାଲି ଆଇଁଷ ଖାଇବା ବୋଲି ଖାଲି ଆଇଁଷ ଖାଇବା ବୋଲି ହେଲା ଏଇଟା କିଭଳିଆ ମଣିଷ ପାପିର ଗଣିତ ହେଇ ସାରିଲୁନି ତୁ ଆଉ ତା ଦେହରେ ଆହୁରି ଆଇଁଷ ଖାଉଛୁ ମରିବୁ ନର୍କକୁ ଯିବୁ ପୁରା ନର୍କ ବି ତ ଜାଗା ଧରିବନି ଖାଇବି ନା ହଉଛି ଖାଲି ଖାଇବ ବୋଲି ମାନେ କାଳୁ କାଳୁ ହେଉଛି ଆଇଁଷ ଖାଇବ ବୋଲି
ଉଠ ଉଠ ମୁଁ ଏତେ ତ ଖାଇ ନାହିଁ ଇଏ ଖାଇବା ହେଉଛି ଦେଲୁ ପଖାଳ ଦେଲୁ ଅଣ୍ଡା ଆମଲେଟ୍ ହେଇଛି ନାଦି ତ ଆଜି ବୁଧବାର ଉଠ ଧନ ତାତେ ମୁଁ କୋଉଠି ଯା ମାମା ଦେଖୁନା ଆସିକି କୋଉ ଭିତରେ ପଶୁଛି ମୁଁ ପଶୁଛି ତୁ ଅଣ୍ଡା ଖାଇବୁ ତୁ ଖାଇବୁ ନା ଆନ ଟିକେ ଚିକେନ ଆଜି ଚିକେନ ନାହିଁ ମ ମାଲିକ କୁଆଡ଼େ ଯାଇଛି ଧାର ଦଉ ପଇସା ଆଗ ତା ସ୍ତ୍ରୀ କେତେ ଟଙ୍କା ହଁ ତା ସ୍ତ୍ରୀ ମାଗି କ'ଣ ତା ସ୍ତ୍ରୀ ତୁ ଦେଲୁ କରିକି ଖାଇସାରେ ଯାଇଛି ସେ ଚିକେନ ମିସ୍ତ୍ରୀ ମିସ୍ତ୍ରୀ ପଳେଇ ଯାଉଛି ଆଉ ଖାଇହେବନି ଫାଙ୍କା ଅଛି ନା ଏଇଟା ଖାଇକି ଦେଇକି ପୁରା ରେଡ଼ି ହେଇଯିବାର ଅଛି ଦେଖିଲା କୁଦି କାଦି କୋଉ କଲାଣି ତାକୁ କାଢ ବାହାରକୁ ତାକୁ ମିକୁ ପଳେଇଆ ମାମା କଷାରୁ ଖାଇବା ଆମେ ଅଣ୍ଡା ତୁ ଖାଇବୁ କୋଉଟା ନେବୁ କୋଉଟା ସେଇଟା କୋଉଟା ପଳେଆ ଏଇଠି ପଳେଆ ରୋଷେଇ ହେଉଛି ଛୁଟିକି ପଳେଆ ତେଲ ଫେଲ ପଡ଼ିଯିବ ପଳେଆ ମାମା ରୋଷେଇ କରି ଆସିକି ଖାଇବା ସ୍ପେନ୍ କରୁଛି ବର୍ଷାରୁ ଦବ ଖାଇବା ଆଉ ଶୋଇଲା ଟିକେ ପଖାଳ ଏବେ ଯାଉଛି ବୋତଲ ଲାଗି ପାଣି ଆଣିବା ଆଉ ଯିବା ଆମ ପୁଅର ବିସ୍କୁଟ୍ ଦୁଇଟା ନେଇକି ଆସିବା ଦୋକାନରୁ ଆଉ ଆମ ପୁଅର ବିସ୍କୁଟ୍ ନାହିଁ ସକାଳୁ ଖାଇବା ବୋଲି ଜିଦ୍ଦି କରୁଥିଲା ନେଇକି ଆସିବା ଆଉ ଶିବାରୀ ପଇସା ଦେଇଛି କେତେ ଟଙ୍କା ଦେଇଥିଲୁ ପଇସା 30 ଟଙ୍କା 30 ଟଙ୍କା ନା 30,000 ଟଙ୍କା ଦେଇଛି ଆଉ 30,000 ଟଙ୍କା ଯା ଆଣିବା ଆଉ ଯିବା ପାଣି ଧରିକି ଆସିବା ତା ସହିତ ବିସ୍କୁଟ୍ ଦୁଇଟା ନେଇକି ପଳେଇ ଆସିବା ଦୋକାନ ପାଣି ପୁରେଇ ସାରେ ବୋତଲ ପାଣି ପୁରେଇ ହଁ ବିଲେଇ ହଁ ଆମ କୁକୁର ବିଲେଇ ଦୁଇ ଭାଇ ପାଣି ପୁରେଇ ସାରେ ପାଣି ପୁରେଇ ରଖିଦେଇକି ଯିବା ଏକାଥରେ ଦୋକାନରୁ ଆସିବା ଆସି ପାଣି ନେଇକି ଯିବା ଉପରକୁ ସେଟା ଟବି ଆମ ଟବି ହେଲା ଆମ ଟବି ଖାଇବା ଢାଳି ଦେଇ ତଳେ ହଉ ପାଣି ପୁରେଇ ଦେଇ ପାଣି ପୁରେଇ ରଖିଦେଇକି ଯିବା ଦୋକାନ ହେଲା ଯିବ ବୋଲି ଦୋକାନ ଆସିଛି ମୋ ପଛ ଗୋଟେ ଯାଇଛି ପାଣି ବୋତଲ ପୁରେଇ ଦେବା ପୁରେଇ ଦେଇକି ନେଇକି ଯିବା ରଖିଦେଇକି ଆସିବା ବର୍ଷା ଉଠେଇକି ଜୋରେ ବର୍ଷା ପକେଇବ ଠିକ୍ 2ଟା 3ଟା ହେଇ ବାଜିଗଲେ ବର୍ଷା ପକଉଛି ଗାଡ଼ି ପୋଡ଼ା ବାପ ପୁଅ ଦୋକାନ ପଳେଇ ଆଇଲୁଣି ଦୋକାନ ଫେରେ ପହଞ୍ଚିଲୁଣି ଆସିକି ମୁଁ ଗଞ୍ଜି ପିନ୍ଧିକି ଯାଇଛି ଏପଟେ ସେ ନୁହଁ ଇଆଡ଼େ ଚାଲ ପାଗଳ କରିସାରିଲାଣି ଅଟୋ ଦେଖେ କୁକୁର ଲାଗେ ହଁ ଚାଲେ ଘରକୁ ଚାଲ କୁକୁର ଧରିକି ଆଇଲେ ଚାଲେ ଘରକୁ ଚାଲ ଏବେ କିଣାକିଣି ସରିଲା ଏବେ ଘରକୁ ଯାଉଛି ଦେଖି ଚାଲେ ଗୋବର ମାଡ଼ିବୁ ଚାଲ ଆମ ଘର କାହିଁ ହେ ଆଉ ତ ଆଣିପାରୁନୁ ଆମ ଘର କେଉଁଠି ଆମ ହାଇ ରୁମ୍ ହେଇଠି ଚାଲ ଗୋବର ମାଡ଼ିବୁ ଦେଖିବା ଆସିକି ପହଞ୍ଚିଗଲୁ ଆମ ରୁମ୍ରେ ପାଣି ବୋତଲ ଦୁଇଟା ରଖିକି ଯାଇଥିଲି ଗଡ଼ି ପଇଲା ହଁ ପାଣି ପଇଗଲା ଭୁଲ ତା ଗୋଟେ ଥଣ୍ଡା ଦେଲା যে ଦୋକାନକୁ ଯାଇଥିଲି ସେ ଦୋକାନ ଚିହ୍ନା ଅଛି ଜଣେ ତ ଭାଇ ତାକୁ ଗୋଟେ ଥଣ୍ଡା ଦେଲା ଧରିକି ଆଇଲା ସେ ଆଉ ଖୋଲ ଖାଇବି ଡ୍ରେସ୍ କେତେ ଅସନା ହେଇଛି ଏତେ ବାଟ ନେଇକି ପଳେଇଲା ମୁଁ ପୁଣି ଗଞ୍ଜି ପିନ୍ଧିଛି ମୁଁ ଗଞ୍ଜି ପିନ୍ଧି ଦୋକାନ ପଳେଇଲି ଫୁଲ ଗଞ୍ଜି ପିନ୍ଧିଛି ଗଞ୍ଜି ପିନ୍ଧି ଏଇ ଥଣ୍ଡାଟା ଦେଲା ଯେ ଅସନା ହେଇଛି ନା ଧୀରେ ଧୀରେ ପି ଅସନା ହେଇଛି ନା ମଇଳା ହେଇଛି ଏତେ ଆଟା ନେଇଗଲ ମୁଁ ଏଇ ଦୋକାନ ହେଇଥିଲେ ଚଳିଥାନ୍ତା କ'ଣ କରୁଛୁ ଟମାଟୋ କଟା ହଉଛି 100 ଗୋଟେ ତରକାରୀ ରନ୍ଧା ଯିବା ପିଇଦେଲୁ ଅସନା ହେଇଛି ହଁ ଅସନା ହେଇଛି ମୁଁ ପୁଣି ଗଞ୍ଜି ପିନ୍ଧିକି ପଳେଇଲି ଆଉ ତମେ ଗଞ୍ଜି ପିନ୍ଧି ତାର ଯେମିତି ଗଞ୍ଜିଟା ଅସନା ହେଇଛି କ'ଣ ହେଇଟା ସେମିତି ଅସନା ହେଇଛି ନା ଥାଉ ମୁଁ ସବୁ ଦିନ ଅଧେ ଗଲା ଆଉ ପିଇଦେଲୁ ଦିନେ ଅଧେ ଗଲା ଯେ ବର୍ଷା ହଉଛି ଥଣ୍ଡା ପିଉଛି ମାମା ଆଉ କ'ଣ ଆଣିଛୁ ଦେଖେ
ନା ନା ମୁଁ ପିଇବିନି ଆଉ କ'ଣ ବିସ୍କୁଟ ତା ପାଇଁ ଆଣିଲି ହାପି ବିସ୍କୁଟ ଆଉ କୁରକୁରି ପଇସା ଦେଲୁ ତୋର ଚକୋଲେଟ୍ ଆଣିଥାନ୍ତି ପଇସା ଦେଲୁ ତୋର ଚକୋଲେଟ୍ ଆଣିଥାନ୍ତି ପଇସା ଚାପିକି ରଖି ତ ତା ଦେହରେ ଚକୋଲେଟ୍ ଖାଇବି ବୋଲି ଇଚ୍ଛା କରିଛି ଖାଇଦିଅ টিকটক এটা কি চকলেট চুচু টিকটক কোন এটা টিকটক ହଁ ଖାଇଦେ কি চুচু মিকু এটা কি চুচু ଯାହା ହେଇଛି ଲଗେଇ ଖା କ'ଣ ହେଲା ପିମ୍ପୁଡ଼ି ପିମ୍ପୁଡ଼ି ବାହାରୁଛି ହାତରେ ସୋୟାବିନ୍ ତରକାରୀ ରନ୍ଧା ହେଇଛି ରୁଚୁ ନାହିଁ କହୁଛି ମାଲିକ ଘରେ ଚିକେନ୍ କରିଥିବ ମାଗିକି ଆଣିବି ଯା ହଁ ଏତେ ଲୋଭି ଏଟା ପର ଘର ମାଗିକି ଆଣିକି ଖାଇବ ନିଜେ କହିଲା ପଇସା ଦେଲେ ଆଣିବି ନା ରାକ୍ଷସ ସାରା ନେଇକି ରାକ୍ଷସ ସାଧା ହେଇଛି ତ ଆଜି ବୁଧବାର ମାଲିକ ଘରେ ହେଇଥିବ ମାଗିକି ଆଣ ଖାଇବା ମାଗିକି ଖାଇବ ମୁଁ ଯିବ ମାଗିକି ଆଣିବ ମୋ ଇଜ୍ଜତ ଯିବ ସବୁବେଳେ ପଖାଳ ଗୁରା ଛାଣୁଥିବେ ମୁଁ ହଇରାଣ ତୁ ଗରମ ଖାଆନ୍ତୁ କିଏ କରିବି ଖାଇବ ପଖାଳ ଗୁରା ଛାଣୁଛ କ'ଣ ଫୋପଡ଼ା ହବ ହେରା ତୁ ଗରମ ନେଇଯାଉ ନା ଗରମ ନେଇଯା ମୋତେ ପଖାଳ ଦେଇଦେ ମୋତେ ପଖାଳ ଦେଇଦେବୁ କ'ଣ ଦେଇଦେ ପଖାଳ ପଖାଳ ତୁ ଝୋଳ ତରକାରୀ ଲଗେଇକି ଖାଉଛି ଦେଇଦେ ମୋତେ ଦେଇଦେ ଏଇଟା ନାହିଁ ଆଉ କ'ଣ ମୁଁ ଫୋନ୍ କରିକି ପଚାରିବି ଭାଉଜଙ୍କୁ ତରକାରୀ କରୁଛନ୍ତି ନାହିଁ ହେଇନି ହେଇଥିଲେ ବାସିଥାନ୍ତା ଉପରକୁ ଆମର ଏଇଟା ଆମେ ଉପରେ ରହୁଛୁ ତାଙ୍କ ତଳେ ରହୁଛନ୍ତି ହେଇଥିଲେ ବାସିଥାନ୍ତା ନା କରିନାହାନ୍ତି ହେଇଥିଲେ ବାସିଥାନ୍ତା କିଛି ହେଇନି ପର ଜିନିଷ ଲୋପ କରନା ନିଜେ ଜିନିଷ ଖା ଯାହା ହେଇଛି ଖାଇକି ଶୁ ପର ଜିନିଷ ଖାଇବେ ବୋଲି ପ୍ରବଳ ଲୋକ କହୁଛି ଫୋନ୍ କରି ପଚାରୁନ ହେଇଛି କି ନାହିଁ ତରକାରୀ କହିଥିଲା କ'ଣ ପର ଏହା କ'ଣ କହୁଥିଲୁ ତମେ ତ ସବୁବେଳେ ନିଜେ ମାଗିକି ଆଣିକି ଖାଉଛ ହଁ ମୁଁ ମାଗି ଆଣି ଖାଏ ଯେତେବେଳେ ହେଇନି ଆଜି ଆଉ କିଏ ଦେବ ଆଇଁଷ ଖାଏନି ଏଇଟା ମରିଯାଉଛି ଶ୍ରାବଣ ମାସ ପୁରା ପାକୁନି ହଁ ଖାଇଦେ ଏତେ ଯାହା ହେଇଛି ରାତିରେ ଖାଇବିନି ଆଜି ହାଁ ରାତିରେ ଖାଇବିନି ଆଜି ସବୁବେଳେ ମୁଁ ଖାଇବିନି ତରକାରୀ ମୁଁ ଖା ରାତିରେ କିଏ ଆଣୁଛି ପଇସା ତ ନାହିଁ ରାତିରେ ଆଣୁଛି ଯାହା ହେଇଛି ଖାଇଦେ